नमस्कार। আজি ଆମେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଗଭୀର ଆଲୋଚନା କରିବାକୁ ଯାଉଛୁ ସମ୍ବଳ ଏବଂ ତାର ବିକାଶ। ହଁ ନମସ୍କାର। ଏ ବିଷୟଟି ଆମ ସମସ୍ତଙ୍କ ପାଇଁ ଆଉ ବିଶେଷ କରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ। ଏକଦମ। ଆମ ପାଖରେ ଏକ ଭୂଗୋଳ ପାଠ୍ୟପୁସ୍ତକର ଅଂଶ ଅଛି ଆଧାର ଭାବରେ। ଆମେ ଚେଷ୍ଟା କରିବା ସମ୍ବଳ କ'ଣ, କେତେ ପ୍ରକାରର, ତାର ବିକାଶ ଆଉ ସଂରକ୍ଷଣ କାହିଁକି ଦରକାର ସେସବୁ ଭଲ ଭାବରେ ବୁଝିବା ପାଇଁ। ହଁ, ଆଉ ଏମିତି ଭାବେ ବୁଝିବା ଯେମିତି ସହଜରେ ମନେ ରହିବ। ଠିକ୍ ଅଛି, ତାହେଲେ ଆରମ୍ଭ କରିବା। ପ୍ରଥମେ ଏଇ ସମ୍ବଳ ଶବ୍ଦଟା, ଏହାର ଅର୍ଥ କ'ଣ ପ୍ରକୃତରେ? ଆମେ ତ ବଞ୍ଚିବା ପାଇଁ ଆମ ଚାରିପାଖର ଜିନିଷ ଉପରେ ନିର୍ଭର କରୁ। ହଁ ନିଶ୍ଚୟ, ଆମେ ପ୍ରକୃତିରୁ ଅନେକ ଜିନିଷ ପାଉ ଆଉ ତାକୁ ଆମ କାମରେ ଲଗାଉ। କିଛି ଜିନିଷକୁ ସିଧା ବ୍ୟବହାର କରୁ ଆଉ କିଛିକୁ ବଦଳିକି। ଯେମିତି କାଠରୁ ଚେୟାର, ଟେବୁଲ, ତୁଳାରୁ ସୂତା ଆଉ ଲୁଗା। ଆଉ ଗୋଟେ କଥା ବି ଅଛି, କଞ୍ଚାମାଲଠୁ ତିଆରି ଜିନିଷଟା ଅଧିକ ଦାମୀ ହୁଏ, କିନ୍ତୁ ଖାଲି ମିଳିଗଲେ ତ ଗୋଟେ ଜିନିଷ ସମ୍ବଳ ହୋଇଯାଏନି ନା। ନା, ଏକଦମ ନୁହେଁ। ସେଇଠି ତ ମୂଳ କଥା। ଦେଖନ୍ତୁ, ପାଠ୍ୟାଂଶରେ ଗୋଟେ ଭଲ ସଂଜ୍ଞା ଦିଆଯାଇଛି। କୁହାଯାଇଛି, ପରିବେଶରେ ଯେକୌଣସି ପଦାର୍ଥ ଅଛି, ଜୀବ ଥିବା ନଥିବା, ଏପରିକି ଶକ୍ତି, ଯଦି ସେଟା ମଣିଷର ବ୍ୟକ୍ତିଗତ ବା ସମାଜର ଆବଶ୍ୟକତା ପୂରଣ କରୁଛି, ଆଉ ଆମେ ତାକୁ ମୂଲ୍ୟବାନ ବୋଲି ଭାବୁଛୁ। ଏବଂ ଏଇଟା ଗୁରୁତ୍ୱପୂର୍ଣ୍ଣ, ତାକୁ ପାଇବା ବା ବ୍ୟବହାର କରିବା ପାଇଁ ଆମ ପାଖରେ ଟେକ୍ନୋଲୋଜି ଅଛି, ମାନେ ଟେକ୍ନିକାଲି ସମ୍ଭବ, ଆର୍ଥିକ ଦୃଷ୍ଟିରୁ ବି ପୋଷୁଛି, ଆଉ ଆମ ସମାଜ ବି ତାକୁ ଗ୍ରହଣ କରୁଛି। ଆଚ୍ଛା। ତାକୁ ଯାଇ ଆମେ ସମ୍ବଳ କହିବା। ତେଣୁ ଏଠି 5ଟା କଥା ମୁଖ୍ୟ: ଉପଯୋଗିତା, ମୂଲ୍ୟ, ଟେକ୍ନୋଲୋଜି, ଆର୍ଥିକ ସମ୍ଭାବନା ଆଉ ସାମାଜିକ ସ୍ୱୀକୃତି। ବାଃ, ବହୁତ ସ୍ପଷ୍ଟ ସଂଜ୍ଞା। ମାନେ ଯଦି ଗୋଟେ ଜିନିଷ ଅଛି କିନ୍ତୁ ଆମେ ତାର ବ୍ୟବହାର ଜାଣିନୁ କି ତାକୁ ବାହାର କରିବାର କୌଶଳ ଆମ ପାଖରେ ନାହିଁ, ତାହେଲେ ସେଟା ସମ୍ବଳ ନୁହେଁ। ଠିକ୍ ସେମିତି ପଡ଼ିଥିବ। ଯେବେ ମଣିଷ ତାର କାମ ଜାଣିବ ଆଉ ତାକୁ ବ୍ୟବହାର କରିବାର ବାଟ ବାହାର କରିବ, ସେତେବେଳେ ଯାଇ ସେ ସମ୍ବଳ ହେବ। ଏଇଟା ବାସ୍ତବିକ ଗୋଟେ ବଡ଼ କଥା। କାରଣ ଗୋଟେ ଦେଶ କେତେ ଆଗେଇବ ସେଇଟା ବହୁତ କିଛି ନିର୍ଭର କରେ ସେ ତା ପାଖରେ ଥିବା ସମ୍ଭାବ୍ୟ ସମ୍ବଳକୁ କେତେ ଭଲ ଭାବେ ବିକଶିତ କରିପାରୁଛି। ନିଶ୍ଚିତ। ଆଉ ଏଇ ଯୋଉ ରୂପାନ୍ତରଣ ପ୍ରକ୍ରିୟା, ମାନେ ଗୋଟେ ଜିନିସକୁ ସମ୍ବଳରେ ବଦଳାଇବା, ଏଇଟା ଏକାକୀ ହୁଏନି। ଏଥିରେ ପ୍ରକୃତି, ମଣିଷ, ଟେକ୍ନୋଲୋଜି ଆଉ ଆମର ସାମାଜିକ ଅନୁଷ୍ଠାନ, ସରକାର, ବଜାର ସମସ୍ତଙ୍କର ଭୂମିକା ରହିଛି। ଆଉ ସେଇ ଯୋଉ ଧାରଣା ଅଛି କି ସମ୍ବଳ ମାନେ ପ୍ରକୃତିର ମାଗଣା ଦାନ, ସେଇଟା ପୁରା ଠିକ୍ ନୁହେଁ। ଦେଖନ୍ତୁ, ପ୍ରକୃତି ଦେଇଛି ସତ, କିନ୍ତୁ ତାକୁ ସମ୍ବଳରେ ପରିଣତ କରେ ମଣିଷ, ତାର ବୁଦ୍ଧି, ତାର କୌଶଳରେ। ତେଣୁ କହିବାକୁ ଗଲେ ସମ୍ବଳ ମଣିଷର କାର୍ଯ୍ୟକଳାପର ଫଳ। ମଣିଷ ହିଁ ତାକୁ ତିଆରି କରେ, ବ୍ୟବହାର କରେ, ଆଉ ବେଳେବେଳେ ନଷ୍ଟ ବି କରେ। ଦୁର୍ଭାଗ୍ୟବଶତଃ। ହଁ, ସେଇ ଦୃଷ୍ଟିରୁ ଦେଖିଲେ ମଣିଷ ନିଜେ ବି ଗୋଟେ ବହୁତ ବଡ଼ ସମ୍ବଳ, ଯାହାକୁ ଆମେ ମାନବ ସମ୍ବଳ କହୁ। ଠିକ୍। ପାଠ୍ୟାଂଶରେ ଆଉ 4ଟା ବିଶେଷତ୍ୱ କଥା ବି ଅଛି: ଉପଯୋଗିତା, କାର୍ଯ୍ୟଦକ୍ଷତା, ସୁଲଭତା ଆଉ ପରିବର୍ତ୍ତନଶୀଳତା। ମାନେ ସେଟା କାମରେ ଲାଗୁଥିବ, ଆମ ଦରକାର ପୂରଣ କରୁଥିବ, ମିଳୁଥିବ, ଆଉ ତାକୁ ବଦଳେଇକି ବି ବ୍ୟବହାର କରିହେଉଥିବ। ହଁ, ଏଗୁଡ଼ିକ ହେଲା ସମ୍ବଳର ମୌଳିକ ଗୁଣ। ଆଚ୍ଛା, ଏବେ ଆସିବା ସମ୍ବଳର ପ୍ରକାରଭେଦକୁ। ବହିରେ ତ ବହୁତ ଗୁଡ଼ାଏ ଭାଗ ଦେଇଛି, ଭିନ୍ନ ଭିନ୍ନ ଆଧାରରେ। ସବୁ ମନେ ରଖିବା ବୋଧେ ଟିକେ କଷ୍ଟ। ହଁ, ଟିକେ ଜଟିଳ ଲାଗିପାରେ ପ୍ରଥମେ, କିନ୍ତୁ କିଛି ମୁଖ୍ୟ ଭାଗକୁ ଭଲ ଭାବରେ ବୁଝିଗଲେ ସହଜ ହେବ। ଆଉ ପରୀକ୍ଷା ପାଇଁ ବି ସେଇ ମୁଖ୍ୟ ପାର୍ଥକ୍ୟଗୁଡ଼ିକ ହିଁ ବେଶୀ ଜରୁରୀ। ଠିକ୍। ତେବେ ଚାଲନ୍ତୁ ଗୋଟେ ଗୋଟେ କରି ଦେଖିବା। ପ୍ରଥମେ ସମ୍ବଳର ପ୍ରକୃତି କ'ଣ ସେ ହିସାବରେ। ହଁ, ପ୍ରକୃତି ହିସାବରେ ଦେଖିଲେ ମୁଖ୍ୟତଃ 3ଟା। ପ୍ରଥମଟା ସବୁଠୁ ସହଜ, ପ୍ରାକୃତିକ ସମ୍ବଳ, ଯାହା ଆମକୁ ପ୍ରକୃତିରୁ ସିଧା ମିଳେ: ଭୂମି, ମାଟି, ପାଣି, ପବନ, ଜଙ୍ଗଲ, ଜୀବଜନ୍ତୁ, ଖଣିଜ ପଦାର୍ଥ, ଏସବୁ। ଦ୍ୱିତୀୟଟା ହେଲା ସାଂସ୍କୃତିକ ସମ୍ବଳ। ଏଇଟା ଟିକେ ଅଲଗା। ଏଇଟା ମଣିଷ ତିଆରି କରେ, ନିଜର ଜ୍ଞାନ, କୌଶଳ, ପରିଶ୍ରମ ଲଗେଇକି, ପ୍ରାକୃତିକ ସମ୍ବଳକୁ ବ୍ୟବହାର କରିକି। ଯେମିତି ଆମର ଶିଳ୍ପ କାରଖାନା, ଶିକ୍ଷାନୁଷ୍ଠାନ, ରାସ୍ତାଘାଟ, ଡାକ୍ତରଖାନା। ଆଚ୍ଛା, ଏଗୁଡ଼ିକୁ ବି ସମ୍ବଳ? ନିଶ୍ଚୟ। ଏପରିକି ଆମର ସାମାଜିକ ନିୟମକାନୁନ, ରାଜନୈତିକ ଅନୁଷ୍ଠାନ, ଏସବୁ ବି ଗୋଟେ ପ୍ରକାର ସାଂସ୍କୃତିକ ସମ୍ବଳ। କାରଣ ଏଗୁଡ଼ିକ ସମାଜକୁ ଚଲେଇବାରେ ସାହାଯ୍ୟ କରନ୍ତି। ମାନବ ସଭ୍ୟତାର ବିକାଶ ପାଇଁ ଏସବୁ ନିହାତି ଦରକାର। ବୁଝିଲେ। ଆଉ ତୃତୀୟଟା ହେଲା ମାନବ ସମ୍ବଳ, ଯାହା ଆପଣ ଆଗରୁ କହୁଥିଲେ। ମଣିଷ ନିଜେ, ତାର ଜନସଂଖ୍ୟା,
ଲୋକଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ଏସବୁ ମିଶିକି। ଏକଦମ। ତାପରେ ଉତ୍ପତ୍ତି ହିସାବରେ ଦୁଇଟା ଭାଗ ଅଛି, ଜୈବ ଆଉ ଅଜୈବ। ଓହୋ, ହଁ। ଜୈବ ମାନେ ଜୀବ ଥିବା ଗଛ, ଜୀବଜନ୍ତୁ, ମଣିଷ। ଆଉ ଅଜୈବ ମାନେ ଜୀବ ନଥିବା ମାଟି, ପଥର, ପାଣି, ଖଣିଜ। ଏଟା ସହଜ ଅଛି। ହଁ, ଏଗୁଡ଼ିକ ବେସିକ୍। ଏହାପରେ ଯୋଉ ଭାଗଗୁଡ଼ିକ ଆସୁଛି ସେଗୁଡ଼ିକ ବେଶୀ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରି ସମ୍ବଳର ସ୍ଥାୟିତ୍ୱ ଆଉ ସଂରକ୍ଷଣ ଦୃଷ୍ଟିରୁ। ପରୀକ୍ଷାରେ ବି ଏଇଠୁ ବେଶୀ ପ୍ରଶ୍ନ ଆସେ। କୋଉଟା? ସେ ସର୍ଜିବା ନ ସର୍ଜିବା ବାଲା? ହଁ, ସେଇଟା। ବ୍ୟବହାର ଆଉ ସୁଲଭତା ହିସାବରେ। ଗୋଟେ ହେଲା ଅସରନ୍ତି ବା ଅକ୍ଷୟ ସମ୍ବଳ। ଯେମିତି ସୂର୍ଯ୍ୟ କିରଣ, ପବନ, ଯେତେ ବ୍ୟବହାର କଲେ ବି ସରିବନି। ଠିକ୍। ଆଉ ତାର ଉଲ୍ଟା ହେଲା ସରନ୍ତି ବା କ୍ଷୟଶୀଳ ସମ୍ବଳ, ଯାହାକୁ ବ୍ୟବହାର କଲେ ସେ କମି କମିଯାଏ ଆଉ ଦିନେ ନା ଦିନେ ସରିଯିବାର ଭୟ ଥାଏ, ଯେମିତି କୋଇଲା, ପେଟ୍ରୋଲିୟମ, ଖଣିଜ ପଦାର୍ଥ। ହଁ, ଏଇ ସରନ୍ତି ସମ୍ବଳକୁ ପୁଣି ଆହୁରି ସ୍ପଷ୍ଟ ଭାବରେ ଦୁଇ ଭାଗ କରାଯାଏ, ଯାହା ବହୁତ ଗୁରୁତ୍ୱପୂର୍ଣ୍ଣ। ସେଇଟା ହେଲା ନବୀକରଣ ଯୋଗ୍ୟ ଆଉ ନବୀକରଣ ଅଯୋଗ୍ୟ। ଓହୋ, ରିନ୍ୟୁଏବୁଲ ଆଉ ନନ୍ ରିନ୍ୟୁଏବୁଲ। ଏ ଦୁଇଟା ଶବ୍ଦ ତ ବହୁତ ଶୁଣିବାକୁ ମିଳେ। ରିନ୍ୟୁଏବୁଲ ମାନେ ଯାହା ପୁଣି ତିଆରି ହୋଇପାରିବ ବା ଭରଣା ହୋଇପାରିବ। ଏକଦମ। ଯାହାକୁ ବ୍ୟବହାର କଲେ ବି ସେ ପୁରା ସରିଯାଏନି, ଆଉ ତାକୁ ଆମେ ବିଭିନ୍ନ ଉପାୟରେ କିମ୍ବା ପ୍ରକୃତି ନିଜ ଚକ୍ରରେ ପୁଣି ଭରିଦିଏ। ଯେମିତି ଜଙ୍ଗଲ, ଚାଷରୁ ମିଳୁଥିବା ଜିନିଷ, ପଶୁପକ୍ଷୀ, ଏପରିକି ପାଣି, ମାଟି, ପବନ ଏସବୁ ବି। ଆଉ ନବୀକରଣ ଅଯୋଗ୍ୟ ବା ନନ୍ ରିନ୍ୟୁଏବଲ୍ ହେଲା ଯାହାର ଭଣ୍ଡାର ସୀମିତ। ତାକୁ ଥରେ ବ୍ୟବହାର କରିଦେଲେ ବା ନଷ୍ଟ କରିଦେଲେ ସେ ପୁଣି ତିଆରି ହେବା ପାଇଁ ହୁଏତ ଲକ୍ଷ ଲକ୍ଷ ବର୍ଷ ଲାଗିଯିବ। ମାନେ ଆମ ଜୀବନକାଳ ଭିତରେ ତ ସମ୍ଭବ ନୁହେଁ। ଯେମିତି କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍। ହଁ, ଆଉ ଅଧିକାଂଶ ଧାତବ ଖଣିଜ ବି। ଏଇ ନନ୍ ରିନ୍ୟୁଏବଲ୍ ଭିତରେ ଆଉ ଗୋଟେ ସୂକ୍ଷ୍ମ କଥା ଅଛି। କିଛି ଜିନିଷ ଯେମିତି ଲୁହା, ଆଲ୍ୟୁମିନିୟମ, ତମ୍ବା, ଏଗୁଡ଼ିକ ଆମେ ବ୍ୟବହାର ପରେ ପୁଣି ତରଳେଇକି ନୂଆ ଜିନିଷ କରିପାରୁ, ମାନେ ରିସାଇକଲ୍ କରିପାରୁ। ହଁ, ପୁନର୍ଚକ୍ରଣ। ତେଣୁ ଏଗୁଡ଼ିକୁ ପୁନରୁଦ୍ଧାର ଯୋଗ୍ୟ, ରିକଭରେବଲ୍ କୁହାଯାଏ। କିନ୍ତୁ କୋଇଲା ବା ପେଟ୍ରୋଲିୟମକୁ ଥରେ ଜାଳିଦେଲେ ତ ସେ ପାଉଁଶ ବା ଧୂଆଁ ହେଇଗଲା, ତାକୁ ଆଉ ଫେରେଇ ଆଣି ହେବନି। ତେଣୁ ସେଗୁଡ଼ିକ ହେଲା ପୁନରୁଦ୍ଧାର ଅଯୋଗ୍ୟ, ନନ୍ ରିକଭରେବଲ୍। ଏଇ ପାର୍ଥକ୍ୟଟା ବୁଝିବା ଦରକାର। ବା, ଭଲ ଭାବରେ ବୁଝାଇଦେଲେ। ତେବେ ନବୀକରଣ ଯୋଗ୍ୟ, ଅଯୋଗ୍ୟ ଆଉ ପୁନରୁଦ୍ଧାର ଯୋଗ୍ୟ, ଅଯୋଗ୍ୟ, ଏଇଟା ଗୋଟେ ମୁଖ୍ୟ ବିଭାଜନ। ଆଚ୍ଛା, ଏହା ଛଡ଼ା ଆଉ କ'ଣ ଅଛି? ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭାଗ ହେଉଛି ବିକାଶର ସ୍ତର ଅନୁସାରେ, ମାନେ ଗୋଟେ ସମ୍ବଳ କୋଉ ଷ୍ଟେଜ୍ରେ ଅଛି। ଏଇଟା ବି ପରୀକ୍ଷା ପାଇଁ ଜରୁରୀ। ଏଥିରେ 4 ପ୍ରକାର ଅଛି। 4 ପ୍ରକାର। କ'ଣ କ'ଣ? ପ୍ରଥମଟା ହେଲା ଗଚ୍ଛିତ ବା ପ୍ରଚ୍ଛନ୍ନ ସମ୍ବଳ, ପୋଟେନ୍ସିଆଲ ରିସୋର୍ସ, ମାନେ ଏମିତି ସମ୍ବଳ ଯାହା ଗୋଟେ ଜାଗାରେ ଅଛି ବୋଲି ଆମେ ଜାଣିଛୁ, କିନ୍ତୁ ଏବେ ଯାଏଁ ତାର ଠିକ୍ ଭାବରେ ବ୍ୟବହାର ଆରମ୍ଭ ହେଇନି ବା ବହୁତ କମ୍ ହେଉଛି। ଉଦାହରଣ? ଯେମିତି ବହିରେ ଦେଇଛି, ଗୁଜରାଟ ଆଉ ରାଜସ୍ଥାନରେ ପବନ ଶକ୍ତି ଆଉ ସୌର ଶକ୍ତିର ବହୁତ ସମ୍ଭାବନା ଅଛି, ପୋଟେନ୍ସିଆଲ ଅଛି, କିନ୍ତୁ ଆମେ ଏଯାଏଁ ତାର ପୁରା ବ୍ୟବହାର କରିପାରୁନୁ। ସେମିତି ସମୁଦ୍ର ତଳେ ଥିବା ଖଣିଜ ପଦାର୍ଥ। ଆଚ୍ଛା, ତାପରେ ଦ୍ୱିତୀୟଟା? ଦ୍ୱିତୀୟଟା ହେଲା ବିକଶିତ ସମ୍ବଳ, ଡେଭଲପ୍ଡ ରିସୋର୍ସ। ଏଇଟା ସହଜ, ଯାହାର ସର୍ଭେ ହେଇସାରିଛି, କେତେ ଅଛି, କେମିତି ଅଛି ଆମେ ଜାଣିଛୁ, ଆଉ ଆମେ ତାକୁ ବର୍ତ୍ତମାନ ବ୍ୟବହାର ବି କରୁଛୁ। ଯେମିତି ଆମର ଚାଲୁଥିବା ଜଳବିଦ୍ୟୁତ ପ୍ରକଳ୍ପ ବା ଯେଉଁ ଖଣିରୁ ଆମେ ଖଣିଜ ବାହାର କରୁଛୁ। ଏକଦମ। ତୃତୀୟଟା ହେଲା ସମ୍ବଳ ଭାଣ୍ଡାର, ଷ୍ଟକ୍। ଏଇଟା ଟିକେ ବୁଝିବାର ଅଛି। ଦେଖନ୍ତୁ, ଏମିତି କିଛି ଜିନିଷ ପରିବେଶରେ ଅଛି ଯାହା ଆମର ବହୁତ କାମରେ ଆସିପାରନ୍ତା, କିନ୍ତୁ ତାକୁ ବ୍ୟବହାର କରିବାର ଟେକ୍ନୋଲୋଜି ଏବେ ଆମ ପାଖରେ ନାହିଁ। ମାନେ? ଯେମିତି ପାଣି, H2O। ସେଥିରେ ଉଦଜାନ ଆଉ ଅମ୍ଳଜାନ ଅଛି। ଉଦଜାନ ଗୋଟେ ବହୁତ ଭଲ ଶକ୍ତି ଉତ୍ସ ହୋଇପାରିବ, କିନ୍ତୁ ପାଣିରୁ ସହଜରେ, ଶସ୍ତାରେ ଆଉ ନିରାପଦରେ ଉଦଜାନ ବାହାର କରି ତାକୁ ଶକ୍ତି ପାଇଁ ବ୍ୟବହାର କରିବାରେ ଟେକ୍ନୋଲୋଜି ଏବେ ବି ସେତେ ବିକଶିତ ହେଇନି। ତେଣୁ ଜଳରେ ଥିବା ଉଦଜାନର ଶକ୍ତି ଏବେ ପାଇଁ ଗୋଟେ ଷ୍ଟକ୍। ଓ, ତାହେଲେ ପୋଟେନ୍ସିଆଲ ଆଉ ଷ୍ଟକ୍ ଭିତରେ ଫରକ ହେଲା? ପୋଟେନ୍ସିଆଲକୁ ଆମେ ଚାହିଁଲେ ବ୍ୟବହାର କରିପାରିବା, କିନ୍ତୁ କରୁନୁ। ଷ୍ଟକ୍କୁ କେମିତି ବ୍ୟବହାର କରିବ ସେଇଟା ହିଁ ଜଣା ନାହିଁ ଏବେ। ବହୁତ ବଢ଼ିଆ ବୁଝିଲେ, ଏକଦମ ସେଇଆ। ଏଇ ପାର୍ଥକ୍ୟଟା ମନେ ରଖିବା ଦରକାର। ଆଉ ଚତୁର୍ଥଟା ହେଲା ସଂରକ୍ଷିତ ସମ୍ବଳ, ରିଜର୍ଭ। ରିଜର୍ଭ ମାନେ ସାଇତା ହେଇ ରହିଛି। ହଁ, ଏଇଟା ପ୍ରକୃତରେ ଷ୍ଟକ୍ର ଗୋଟେ ଅଂଶ। ମାନେ ଆମେ ଜାଣିଛୁ ଏହା ଅଛି,
ଆଉ ଏହାକୁ ବ୍ୟବହାର କରିବାର ଟେକ୍ନୋଲୋଜି ବି ଆମ ପାଖରେ ଅଛି। କିନ୍ତୁ ଆମେ ଜାଣିଶୁଣି ଏହାକୁ ଏବେ ବ୍ୟବହାର ନ କରି ଭବିଷ୍ୟତ ପାଇଁ ସାଇତି ରଖିଛୁ। ଆଚ୍ଛା, ଯେମିତି କୌଣସି ନଦୀର ପାଣିକୁ ବିଜୁଳି ପାଇଁ ବ୍ୟବହାର କରିହେବ, କିନ୍ତୁ ଏବେ ଯାଏଁ ସେଠି କିଛି ପ୍ରକଳ୍ପ ହେଇନି। ଠିକ୍, ସେଇଟା ହେଲା ରିଜର୍ଭ। ଭବିଷ୍ୟତରେ ଦରକାର ପଡ଼ିଲେ କାମରେ ଆସିବ। ହେଲା, ତେବେ ଏଇ ଚାରିଟା ପୋଟେନ୍ସିଆଲ, ଡେଭଲପ୍ଡ, ଷ୍ଟକ୍ ଆଉ ରିଜର୍ଭ ଏଗୁଡ଼ିକ ବିକାଶର ସ୍ତର ଦେଖଉଛି। ଏହାଛଡ଼ା ଆଉ କିଛି ସହଜ ଭାଗ ବି ଅଛି, ଯେମିତି ସବୁଠି ମିଳୁଛି କି ନିର୍ଦ୍ଦିଷ୍ଟ ଜାଗାରେ ମିଳୁଛି। ହଁ, ବଣ୍ଟନ ହିସାବରେ ସର୍ବତ୍ର ସୁଲଭ, ୟୁବିକ୍ୱିଟସ୍, ଯେମିତି ପବନ ସବୁଠି ଅଛି, ଆଉ ସ୍ଥାନୀୟ, ଲୋକାଲାଇଜ୍ଡ, ଯାହା କେବଳ କିଛି ନିର୍ଦ୍ଦିଷ୍ଟ ଜାଗାରେ ମିଳେ, ଯେମିତି ଖଣିଜ ପଦାର୍ଥ। ଆଉ ମାଲିକାନା ହିସାବରେ ବି ଚାରିଟା: ବ୍ୟକ୍ତିଗତ, ମୋ ଜମି ମୋ ଘର; ଗୋଷ୍ଠୀଗତ, ଗାଁ ପୋଖରୀ, ଖେଳ ପଡ଼ିଆ; ଜାତୀୟ, ଦେଶ ଭିତରର ସବୁକିଛି, ଏପରିକି କୂଳରୁ ସମୁଦ୍ର ଭିତରକୁ 12 ନଟିକାଲ ମାଇଲ ଯାଏଁ; ଆଉ ଆନ୍ତର୍ଜାତୀୟ। ହଁ, ଜାତୀୟ ଆଉ ଆନ୍ତର୍ଜାତୀୟ ଧାରଣାଟା ଗୁରୁତ୍ୱପୂର୍ଣ୍ଣ, ବିଶେଷ କରି ଆନ୍ତର୍ଜାତୀୟ ସମ୍ବଳ, ଯାହା ସମୁଦ୍ରରେ ଦେଶର ସୀମା ଇଜି ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ ପ୍ରାୟ 200 ନଟିକାଲ ମାଇଲ ପରେ ଥାଏ, ତାକୁ କୌଣସି ଦେଶ ବିନା ଅନୁମତିରେ ବ୍ୟବହାର କରିପାରିବନି। ଯେମିତି ସେ ଭାରତ ମହାସାଗରରୁ ମାଙ୍ଗାନିଜ ପିଣ୍ଡ ବାହାର କରିବା କଥା ବହିରେ ଅଛି, ସେଥିପାଇଁ ଭାରତକୁ ଅନୁମତି ନେବାକୁ ପଡ଼ିଛି। ଏକଦମ୍। ବାଃ, ଏତେ ପ୍ରକାର ସମ୍ବଳ ଜାଣିଲେ। ଏବେ ପ୍ରଶ୍ନ ଆସୁଛି, ଏହାର ବିକାଶ ଆଉ ପରିଚାଳନା। ଆମକୁ ଯୋଜନା କରିବାର ଦରକାର କାହିଁକି ପଡ଼ିଲା? ଆପଣ କହୁଥିଲେ ଆଗେ ଲୋକେ ଭାବୁଥିଲେ ସବୁ ମାଗଣା ମିଳିଛି। ହଁ, ଆଉ ସେଇ ଭାବନାଟା ହିଁ କାଳ ହେଲା। କାରଣ ମାଗଣା ଭାବି ଲୋକେ ଏହାର ଅପବ୍ୟବହାର କଲେ, ପୁରା ଅନ୍ଧାଧୁନିଆ ଭାବରେ, କୌଣସି ଭବିଷ୍ୟତ କଥା ଚିନ୍ତା ନ କରେ। ବିଶେଷ କରି ଶିଳ୍ପ ବିପ୍ଳବ ପରେ ବିକଶିତ ଦେଶମାନେ ପ୍ରାକୃତିକ ସମ୍ବଳକୁ, ଖାସ୍ କରି ଖଣିଜ ଆଉ ଶକ୍ତିକୁ ଏତେ ବେଶି ବ୍ୟବହାର କଲେ ଯେ, ଆଉ ଆମ ଭଳି ଦେଶରେ ଜନସଂଖ୍ୟା ଏତେ ବଢ଼ିଲା ଯେ ସମ୍ବଳ ଉପରେ ପ୍ରବଳ ଚାପ ପଡ଼ିଲା। ଆଉ ତାର ଫଳ କ'ଣ ହେଲା? ଫଳ ବହୁତ ଖରାପ ହେଲା। ମୁଖ୍ୟତଃ 3ଟା ବଡ଼ ସମସ୍ୟା। ପ୍ରଥମ, ବହୁତ ଗୁରୁତ୍ୱପୂର୍ଣ୍ଣ ସମ୍ବଳ, ବିଶେଷ କରି ଯୋଗୁଡ଼ାକ ନନ୍ ରିନ୍ୟୁଏବଲ୍, ସେଗୁଡ଼ାକ ବହୁତ ଜଲ୍ଦି ଜଲ୍ଦି ସରିବାକୁ ଲାଗିଲା। ଦ୍ୱିତୀୟ, ସମ୍ବଳର ମାଲିକାନା ଆଉ ବ୍ୟବହାର କେବଳ କିଛି ଲୋକ ବା କିଛି ଦେଶ ହାତରେ ରହିଗଲା। ଏଥିରେ କ'ଣ ହେଲା ନା ସମାଜରେ ଆଉ ଦୁନିଆରେ ଧନୀ ଗରିବ ଭେଦଭାବ ବହୁତ ବଢ଼ିଗଲା। ଆଚ୍ଛା। ଆଉ ତୃତୀୟଟା, ଯାହା ସବୁଠୁ ବେଶି ଚିନ୍ତାର କାରଣ, ଏଇ ଯୋଉ ମନଇଚ୍ଛା ବ୍ୟବହାର ହେଲା, ସେଥିପାଇଁ ଭୟଙ୍କର ପରିବେଶ ସମସ୍ୟା ସବୁ ସୃଷ୍ଟି ହେଲା। ଯେମିତି ପୃଥିବୀ ଗରମ ହବା, ଗ୍ଲୋବାଲ ୱାର୍ମିଂ, ଓଜୋନ ସ୍ତରରେ କଣା ହବା, ପାଣି, ପବନ, ମାଟି ଦୂଷିତ ହବା, ଜଙ୍ଗଲ କଟିବା, ମାଟି ଥୋଇ ହେଇଯିବା, ଏସବୁ। ବାପରେ, ଏ ତ ଖାଲି ମଣିଷ ପାଇଁ ନୁହେଁ, ପୁରା ଜୀବଜଗତ ପାଇଁ ବିପଦ। ନିଶ୍ଚିତ ଭାବରେ, ଏକଦମ ସତର୍କ ଘଣ୍ଟି। ଆମେ ବି ଦେଖୁଛେ, ଆମ ଜୀବନଶୈଳୀ ଯେମିତି ବଦଳୁଛି, ସବୁ ଜିନିଷର ଚାହିଦା ସେମିତି ବଢ଼ୁଛି। କୋଇଲା, ପେଟ୍ରୋଲ ସରି ଆସୁଛି, ଚାଷରେ ଏତେ ରାସାୟନିକ ପଡ଼ୁଛି, ମାଟିର ଅବସ୍ଥା ଖରାପ, କଳକାରଖାନା, ସହର ବଢ଼ୁଛି, ଜଙ୍ଗଲ ସଫା ହେଉଛି। ଏମିତି ଚାଲିଲେ ତ ହଁ, ଏମିତି ଚାଲିଲେ ବହୁତ ଅସୁବିଧା। ସେଥିପାଇଁ ତ ସମ୍ବଳର ଯୋଜନାବଦ୍ଧ ବିକାଶ ଆଉ ପରିଚାଳନା ନିହାତି ଦରକାର। ଆଉ କିଛି ବାଟ ନାହିଁ। ତେବେ ଏ ଯୋଜନା କରିବା ବେଳେ କୋଉ କଥା ଉପରେ ଧ୍ୟାନ ଦେବା କଥା? ବହିରେ କେତେଟା ମୁଖ୍ୟ ନୀତି କଥା କୁହାଯାଇଛି। ମୁଁ ତାକୁ ସଂକ୍ଷେପରେ କହୁଛି। ଦେଖନ୍ତୁ, ପ୍ରଥମେ ତ ଜାଣିବା ଦରକାର ଆମ ପାଖରେ କୋଉ ସମ୍ବଳ କେତେ ଅଛି ଆଉ ତାର କ୍ୱାଲିଟି କେମିତି, ଠିକ୍ ଭାବେ ହିସାବ କରିବା। ଦ୍ୱିତୀୟରେ, ଯେଉଁଟା ସରିଯିବ ଆଉ ଯେଉଁଟା ସରିବ ନାହିଁ, 2 ପ୍ରକାର ସମ୍ବଳକୁ ବହୁତ ଯତ୍ନରେ ବୈଜ୍ଞାନିକ ଉପାୟରେ ବ୍ୟବହାର କରିବା। ତୃତୀୟରେ, ସମ୍ବଳରୁ କେମିତି ବେଶି ଫାଇଦା ମିଳିବ, ତାର ଉତ୍ପାଦିକା କେମିତି ବଢ଼ିବ, ସେଥିପାଇଁ ଚେଷ୍ଟା କରିବା। ଯେମିତି ଫସଲ ବଦଳେଇ ଚାଷ କଲେ ମାଟି ଭଲ ରହେ। ଆଚ୍ଛା। ଚତୁର୍ଥରେ, ଯଦି କୌଣସି ସମ୍ବଳ ଏବେ ଆମ କାମରେ ଲାଗୁନି, ତାକୁ ନଷ୍ଟ ନ କରି ସାଇତି ରଖିବା। କାଳେ ଭବିଷ୍ୟତରେ ନୂଆ ଟେକ୍ନୋଲୋଜି ଆସିଲେ କାମରେ ଲାଗିବ। ପଞ୍ଚମରେ, ସମ୍ବଳ ଯେମିତି ସବୁବେଳେ ମିଳୁଥିବ, ସେ ବ୍ୟବସ୍ଥା କରିବା। ଦରକାର ପଡ଼ିଲେ ତାର ବିକଳ୍ପ ଖୋଜିବା, ବିଶେଷ କରି ରିନ୍ୟୁଏବଲ୍ ବିକଳ୍ପ। ହଁ, ଯେମିତି ପେଟ୍ରୋଲ ବଦଳରେ ସୌର ଶକ୍ତି। ତମରେ, ଦେଶର ସବୁ ଅଞ୍ଚଳରେ ସମ୍ବଳର ସମାନ ଭାବରେ ବିକାଶ କରିବାକୁ ଚେଷ୍ଟା କରିବା। ଅଷ୍ଟମରେ, ସଂରକ୍ଷଣ ପାଇଁ କଡ଼ା ଆଇନ ତିଆରି କରିବା। ଆଉ ସବୁଠୁ ବଡ଼ କଥା, ଦଶମରେ, ଲୋକଙ୍କ ଭିତରେ ସଚେତନତା ଆଣିବା। ଏତେ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହି ପରିଚାଳନା ସାଙ୍ଗକୁ ସମ୍ବଳ ସଂରକ୍ଷଣ କଥାଟା ବି ଆସୁଛି।
ସଂରକ୍ଷଣ ମାନେ କ'ଣ? ଖାଲି ସାଇତି ରଖିବା? ନା ନା, ସଂରକ୍ଷଣ ମାନେ ବ୍ୟବହାର ବନ୍ଦ କରିବା ନୁହେଁ। ସଂରକ୍ଷଣ ମାନେ ସମ୍ବଳକୁ ବହୁତ ଭାବିଚିନ୍ତି, ଯତ୍ନର ସହ ଆଉ କମ୍ରେ କାମ ଚଳେଇବା, ମିତବ୍ୟୟିତା। ଯେମିତି ତାର ଅପଚୟ ନ ହଉ ଆଉ ଯେଉଁ ସମ୍ବଳଗୁଡାକ ରିନ୍ୟୁଏବଲ୍ ତାକୁ ପୁଣି ତିଆରି ହେବା ପାଇଁ ସମୟ ମିଳୁ। ହୁଁ। ଏଇ ସଂରକ୍ଷଣ ସହିତ ଆଉ ଗୋଟେ ବଡ଼ କନସେପ୍ଟ ଯୋଡ଼ା, ଧାରଣୀୟ ବିକାଶ ବା ସଷ୍ଟେନେବଲ୍ ଡେଭଲପମେଣ୍ଟ। ହଁ, ଏହି ଶବ୍ଦଟା ବି ବହୁତ ଶୁଣାଯାଏ, ସଷ୍ଟେନେବଲ୍ ଡେଭଲପମେଣ୍ଟ। ଏହାର ମୂଳ କଥା କ'ଣ? ଏହାର ମୂଳ କଥା ହେଲା ଆମେ ଆମର ଆଜିର ଦରକାର ପୂରଣ କରିବା, କିନ୍ତୁ ଏମିତି ଭାବରେ କରିବା ଯେମିତି ଆମର ପରପିଢ଼ି, ଆମ ପିଲାଛୁଆମାନେ ସେମାନଙ୍କ ଦରକାର ପୂରଣ କରିବାରେ କିଛି ଅସୁବିଧା ନ ହଉ। ମାନେ ଆମେ ସବୁ ସମ୍ବଳ ଶେଷ କରିଦେବା ନାହିଁ। ହଁ, ଆମେ ବିକାଶ କରିବା କିନ୍ତୁ ପରିବେଶକୁ ବି ସୁରକ୍ଷିତ ରଖିବା। ଆଜି ଆଉ କାଲି ଭିତରେ ଗୋଟେ ବ୍ୟାଲେନ୍ସ ରଖିବା। ଏହାର ମୂଳ ଲକ୍ଷ୍ୟ ହେଲା ଆମ ପରିବେଶକୁ ବଞ୍ଚେଇ ରଖିବା, ଜୀବଜନ୍ତୁ, ଗଛଲତା, ଜୈବ ବିବିଧତାକୁ ବଞ୍ଚେଇ ରଖିବା। ଏଥିପାଇଁ ଆମକୁ ପ୍ରକୃତି ପ୍ରତି ସମ୍ମାନ ଦେଖାଇବାକୁ ପଡ଼ିବ, ପ୍ରାକୃତିକ ସମ୍ବଳର ଅପଚୟ କମ୍ କରିବାକୁ ପଡ଼ିବ ଆଉ ପରିବେଶ ପ୍ରତି ଆମର ମନୋଭାବ ବଦଳାଇବାକୁ ପଡ଼ିବ। ସେ ଯେଉଁ ତିନିଟା ଆର୍ କଥା କୁହାଯାଏ, ରିଡ୍ୟୁସ୍, ରିସାଇକଲ୍, ରିୟୁଜ୍, ବ୍ୟବହାର କମ୍ କରିବା, ପୁନଃଚକ୍ରଣ କରିବା ଆଉ ପୁଣି ଥରେ ବ୍ୟବହାର କରିବା, ଏଗୁଡ଼ା ବୋଧେ ଏହି ସଷ୍ଟେନେବଲ୍ ଡେଭଲପମେଣ୍ଟର ପ୍ରକୃତ ପ୍ରୟୋଗ। ନିଶ୍ଚୟ, ଏଗୁଡ଼ିକ ହେଲା ଆମ ଦୈନନ୍ଦିନ ଜୀବନରେ ସଂରକ୍ଷଣକୁ ଆପଣେଇବାର ସବୁଠୁ ସହଜ ଆଉ ଭଲ ଉପାୟ। ଆଚ୍ଛା, ଏବେ ଆସିବା ଭାରତ କଥାକୁ। ଆମ ଦେଶରେ ସମ୍ବଳ ଯୋଜନା ଆଉ ସଂରକ୍ଷଣ। ଏତେ ବଡ଼ ଦେଶ, ଏତେ ଲୋକ, ପୁଣି କେତେ ପ୍ରକାରର ଜାଗା ଆଉ ସମ୍ବଳ। ଏଠି ଯୋଜନା କେମିତି ହୁଏ? ନିଶ୍ଚୟ ବହୁତ ଜଟିଳ କାମ ହେଇଥିବ। ହଁ, ଏଟା ବାସ୍ତବିକ ଏକ ଜଟିଳ ଆଉ ଲଗାତାର ଚାଲୁଥିବା ପ୍ରକ୍ରିୟା। ପାଠ୍ୟପୁସ୍ତକ ହିସାବରେ ଭାରତରେ ସମ୍ବଳ ଯୋଜନାର କେତେଟା ମୁଖ୍ୟ ଷ୍ଟେପ୍ସ ବା ସୋପାନ ଅଛି। ଏଇଟା ପରୀକ୍ଷା ପାଇଁ ମନେ ରଖିବା ଭଲ। କ'ଣ ସେ ସୋପାନଗୁଡ଼ିକ? ପ୍ରଥମ ସୋପାନ ହେଲା କ ଦେଶର କୋଉ ଜାଗାରେ କି ସମ୍ବଳ ଅଛି ତାକୁ ଠାବ କରିବା, ଚିହ୍ନଟ କରିବା ଆଉ ତାର ଗୋଟେ ତାଲିକା ବନେଇବା। ଏଥିପାଇଁ ସର୍ଭେ କରିବା, ମ୍ୟାପ୍ ତିଆରି କରିବା ଆଉ ସେ ସମ୍ବଳର କ୍ୱାଲିଟି ଆଉ କ୍ୱାଣ୍ଟିଟି କେତେ ତାର ହିସାବ କରିବା। ମାନେ ଇନଭେଣ୍ଟରି କରିବା। ଏକଦମ। ଦ୍ୱିତୀୟ ସୋପାନ ଖ ସେଇ ସମ୍ବଳକୁ କେମିତି ବିକାଶ କରାଯିବ ତା ପାଇଁ ଗୋଟେ ପ୍ଲାନ୍ ବନେଇବା। ଏଥିପାଇଁ ଠିକ୍ ଟେକ୍ନୋଲୋଜି ଦରକାର, କୁଶଳୀ ଲୋକ ଦରକାର ଆଉ ଗୋଟେ ଭଲ ସାଙ୍ଗଠନିକ ଢାଞ୍ଚା ବି ଦରକାର। ଆଚ୍ଛା। ଆଉ ତୃତୀୟ ସୋପାନ ଗ ଏଇ ଯୋଉ ସମ୍ବଳ ବିକାଶ ଯୋଜନା ବନିଲା ତାକୁ ଦେଶର ଯୋଉ ବଡ଼ ଜାତୀୟ ବିକାଶ ଯୋଜନା ଅଛି ତା ସହିତ ମିଶେଇବା। ମାନେ ଦୁଇଟା ଭିତରେ କୋଅର୍ଡିନେସନ୍ ରହିବା ଦରକାର। ସମ୍ବଳର ବ୍ୟବହାର ଯେମିତି ଦେଶର ମୋଟାମୋଟି ବିକାଶ ଲକ୍ଷ୍ୟକୁ ସାହାଯ୍ୟ କରେ। ତେବେ ଏଇ ତିନିଟା ମୁଖ୍ୟ ସ୍ତରରେ ଯୋଜନା କରାଯାଏ, କିନ୍ତୁ ଭାରତରେ ଏହାର ଦରକାର ଏତେ ବେଶୀ କାହିଁକି? କାରଣ ଆମ ଦେଶରେ ସମ୍ବଳ ସବୁ ଜାଗାରେ ସମାନ ଭାବରେ ନାହିଁ। ବଣ୍ଟନଟା ବହୁତ ସମାନ। କିଛି ରାଜ୍ୟରେ ଗୋଟେ ପ୍ରକାର ସମ୍ବଳ ପ୍ରଚୁର ଅଛି ତ ଆଉ କିଛି ସମ୍ବଳ ବିଲକୁଲ ନାହିଁ। ଯେମିତି? ବହିର ଉଦାହରଣ ଦେଖନ୍ତୁ। ଝାରଖଣ୍ଡ, ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ ଏସବୁ ରାଜ୍ୟରେ ଖଣିଜ ପଦାର୍ଥ ଆଉ କୋଇଲା ଭର୍ତ୍ତି, କିନ୍ତୁ ହୁଏତ ଅନ୍ୟ ଜିନିଷ କମ୍। ହଁ। ସେମିତି ଅରୁଣାଚଳ ପ୍ରଦେଶରେ ପାଣି ବହୁତ, ନଦୀ ବହୁତ, କିନ୍ତୁ ଇନଫ୍ରାଷ୍ଟ୍ରକ୍ଚର ମାନେ ରାସ୍ତାଘାଟ, ବିଜୁଳି ଏତେ ନାହିଁ ଯେ ସେ ପାଣିକୁ ଠିକ୍ରେ ବ୍ୟବହାର କରିହେବ। ରାଜସ୍ଥାନରେ ସୂର୍ଯ୍ୟକିରଣ ଆଉ ପବନ ବହୁତ, କିନ୍ତୁ ପାଣି କମ୍। ଆଉ ଲଦାଖ କଥା ବି ଲେଖା ଅଛି। ଶୀତଳ ଘନଭୂମି, ବାକି ଦେଶ ସହ ସଂଯୋଗ କମ୍, କିନ୍ତୁ ତାର ନିଜର ସଂସ୍କୃତି ବହୁତ ସମୃଦ୍ଧ। ଏକଦମ। ତେଣୁ ଏଇ ଯୋଉ ଅସମାନତା, ଏଥିପାଇଁ ଗୋଟେ ଜାତୀୟ ସ୍ତରର ଯୋଜନା ଦରକାର, ଯାହାଫଳରେ ସବୁ ଅଞ୍ଚଳର ସମାନ ବିକାଶ ହେଇପାରିବ। ନହେଲେ କ'ଣ ହବ, ଯୋଉଠି ସମ୍ବଳ ଅଛି ସେମାନେ ଆଗେଇ ଯିବେ ଆଉ ବାକିମାନେ ପଛରେ ପଡ଼ିଯିବେ। ବୁଝିଲି। ଏଇ ଅସମାନ ବଣ୍ଟନଟା ହିଁ ଯୋଜନାକୁ ଆହୁରି ଜରୁରୀ କରିଦେଉଛି। ତେବେ ସଂରକ୍ଷଣ ପାଇଁ ଭାରତ କ'ଣ ସବୁ କରିଛି? ଦେଖନ୍ତୁ, ଭାରତ ସ୍ୱାଧୀନତା ପରଠୁ, ବିଶେଷ କରି ଯେବେଠୁ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା 1951ରୁ, ସେବେଠୁ ସମ୍ବଳ ଯୋଜନା ଉପରେ ଗୁରୁତ୍ୱ ଦେଇ ଆସୁଛି। ଆଉ ଯେମିତି ଯେମିତି ସମୟ ଯାଇଛି, ପରିବେଶ ସୁରକ୍ଷା ଆଉ ସମ୍ବଳ ସଂରକ୍ଷଣର ଗୁରୁତ୍ୱ ଆହୁରି ବଢ଼ିଛି। ସରକାର ଏବେ କୋଇଲା, ପେଟ୍ରୋଲିୟମ ଭଳି ନନ୍ ରିନ୍ୟୁଏବଲ୍ ଉପରେ ନିର୍ଭରତା କମେଇବାକୁ ଚେଷ୍ଟା କରୁଛନ୍ତି। ସୌରଶକ୍ତି, ପବନ ଶକ୍ତି, ବାୟୋଗ୍ୟାସେସ୍ ଏସବୁ ରିନ୍ୟୁଏବଲ୍ ଶକ୍ତିକୁ ବେଶୀ ପ୍ରୋତ୍ସାହନ ଦିଆଯାଉଛି। ହଁ, ଏବେ ତ ସୋଲାର ପ୍ୟାନେଲ ବହୁତ ଦେଖିବାକୁ ମିଳିଲାଣି। ଏକଦମ।
ସେହିପରି ପାଣି ପବନ ମାଟିକୁ ଦୂଷିତ ହେବାରୁ ରକ୍ଷା କରିବା ପାଇଁ ଜଙ୍ଗଲ ଆଉ ବନ୍ୟଜନ୍ତୁଙ୍କୁ ବଞ୍ଚାଇବା ପାଇଁ ବହୁତ ଆଇନ ତିଆରି ହେଇଛି। ଆନ୍ତର୍ଜାତିକ ସ୍ତରରେ ବି ଭାରତ ସକ୍ରିୟ ଅଛି। ଯେମିତି IUCN ବୋଲି ଗୋଟେ ସଂସ୍ଥା ଅଛି। ଇଣ୍ଟରନ୍ୟାସନାଲ ୟୁନିୟନ ଫର କନଜରଭେସନ ଅଫ ନେଚର। ହଁ, ସେମାନେ ପ୍ରକୃତି ସଂରକ୍ଷଣ ପାଇଁ କାମ କରନ୍ତି। ସେମାନେ ବିପଦରେ ଥିବା ଜୀବଜନ୍ତୁ ଗଛଲତାଙ୍କୁ ବିଭିନ୍ନ କ୍ୟାଟେଗୋରୀରେ ଭାଗ କରନ୍ତି, ଯେମିତି ବିଲୁପ୍ତ ଏକ୍ସଟିଙ୍କ୍ଟ, ବିପଦସଂକୁଳ ଏଣ୍ଡେଞ୍ଜର୍ଡ, ଅସୁରକ୍ଷିତ ଭଲନେରେବଲ, ଆଉ ସେମାନଙ୍କ ସୁରକ୍ଷା ପାଇଁ କ'ଣ କରିବା ଦରକାର ସେ ବିଷୟରେ ନୀତି ନିର୍ଦ୍ଧାରଣ କରନ୍ତି। ଭାରତ ସେ ସବୁକୁ ବି ମାନୁଛି। ଆଉ ସେ 1992ର ପୃଥିବୀ ସମ୍ମିଳନୀ କଥା, ରିଓ ଡି ଜାନେରୋରେ ଯାହା ହେଇଥିଲା। ହଁ, ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେଠି ପରିବେଶ ସୁରକ୍ଷା ଆଉ ଧାରଣୀୟ ବିକାଶ ପାଇଁ ବିଶ୍ୱସ୍ତରରେ ଆଲୋଚନା ହେଇଥିଲା, ଆଉ ଭାରତ ସେଥିରେ ଭାଗ ନେଇ ନିଜର ପ୍ରତିବଦ୍ଧତା ଦେଖେଇଥିଲା। ବାଃ, ତେବେ ଆଜିର ଏ ଆଲୋଚନାରୁ ଆମେ ସମ୍ବଳର ସଂଜ୍ଞାଠୁ ଆରମ୍ଭ କରି ତାର ବିଭିନ୍ନ ପ୍ରକାରଭେଦ, ବିଶେଷ କରି ସେ ରିନ୍ୟୁଏବଲ୍, ନନ୍ ରିନ୍ୟୁଏବଲ୍, ପୋଟେନ୍ସିଆଲ ଡେଭଲପ୍ଡ ଷ୍ଟକ୍ ରିଜର୍ଭ ଭଳି ଗୁରୁତ୍ୱପୂର୍ଣ୍ଣ ଭାଗଗୁଡ଼ିକ, କାହିଁକି ଯୋଜନା ଦରକାର, ସଂରକ୍ଷଣ ଆଉ ସଷ୍ଟେନେବଲ୍ ଡେଭଲପମେଣ୍ଟର ମହତ୍ତ୍ୱ, ଆଉ ଭାରତ ଏ ଦିଗରେ କ'ଣ କରୁଛି, ଏସବୁ ବିଷୟରେ ବହୁତ କିଛି ଜାଣିଲେ। ହଁ, ଆଶା କରୁଛି ଏହା ସମସ୍ତଙ୍କୁ, ବିଶେଷ କରି ପରୀକ୍ଷା ଦେଉଥିବା ପିଲାମାନଙ୍କୁ ସାହାଯ୍ୟ କରିବ। ନିଶ୍ଚୟ। ମୋଟ ଉପରେ ଏତିକି ବୁଝାପଡ଼ୁଛି ଯେ ଆମ ଭବିଷ୍ୟତ ପାଇଁ ସମ୍ବଳକୁ ଠିକ୍ ଭାବରେ ପରିଚାଳନା କରିବା ଆଉ ସଂରକ୍ଷଣ କରିବା କେତେ ଜରୁରୀ। ଏକଦମ। ଆଉ ଗୋଟେ କଥା ମନେ ରଖିବା ଦରକାର, ସମ୍ବଳ ପରିଚାଳନା ମାନେ ଖାଲି ଗଛ, ପାଣି, ମାଟି, ଖଣିଜର କଥା ନୁହେଁ। ଏହା ମଣିଷର ବିକାଶ, ସମାଜରେ ସମାନତା ଆଉ ମୋଟାମୋଟି ଭାବେ ଆମ ପରିବେଶର ସ୍ୱାସ୍ଥ୍ୟ, ଏ ସବୁ ସହିତ ବି ଯୋଡ଼ା। ଗୋଟେ ଭଲ ପରିବେଶ ଆଉ ଠିକ୍ ଭାବେ ବ୍ୟବହୃତ ସମ୍ବଳ ହିଁ ଗୋଟେ ଭଲ ଆଉ ସମୃଦ୍ଧ ସମାଜର ମୂଳଦୁଆ। ବହୁତ ଭଲ କଥା କହିଲେ। ଆଚ୍ଛା, ଆଲୋଚନା ଶେଷରେ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି ପ୍ରଶ୍ନ ଛାଡ଼ି ଦେଇଯିବା। ଆମେ ଶୁଣିଲେ ଯେ ଭାରତକୁ ଆନ୍ତର୍ଜାତୀୟ ସମୁଦ୍ରରୁ ନିଜ ସୀମା ବାହାରୁ ମ୍ୟାଙ୍ଗାନିଜ୍ ପିଣ୍ଡ ବାହାର କରିବାକୁ ଅଧିକାର ମିଳିଛି। ଏହା ତ ଏକ ଆନ୍ତର୍ଜାତୀୟ ସମ୍ବଳ। ହଁ, ଯେତେବେଳେ ଆମେ ଜାଣୁଛୁ ଯେ ପୃଥିବୀର ସମ୍ବଳ କମୁଛି, ପରିବେଶ ଉପରେ ଚାପ ବଢ଼ୁଛି, ସେତେବେଳେ ଏମିତି ଗଭୀର ସମୁଦ୍ର ଭିତରୁ ଯାହା ବିଷୟରେ ଆମେ ବୋଧହୁଏ ବହୁତ କମ୍ ଜାଣିଛୁ ସମ୍ବଳ ବାହାର କରିବାଟା ଅନୁମତି ଥିଲେ ବି କିଛି ନୈତିକ ପ୍ରଶ୍ନ ସୃଷ୍ଟି କରୁନି କି? ଏଇଟା ଏକ ବଡ଼ ପ୍ରଶ୍ନ ନିଶ୍ଚୟ। ଗୋଟେ ଦେଶର ସୀମାଠୁ ଏତେ ଦୂରରେ, ଯୋଉଠି କାହାର ସିଧା ନଜର ନାହିଁ, ସେଠି ଆମେ ଯୋଉ ଧାରଣୀୟ ବିକାଶ କଥା ଏତେ ସମୟ କହୁଥିଲୁ, ସେ ନୀତିକୁ କେମିତି ଲାଗୁ କରାଯାଇପାରିବ, ଏହା ଉପରେ ଟିକେ ଭାବିବା ପାଇଁ ରହିଲା।